ମୁଁ ଚନ୍ଦ୍ରକାନ୍ତ ଦଳେଇ ଏଇ ଭୋଦର ଗ୍ରାମର ଜଣେ ବାସିନ୍ଦା। ଭୋଦର ଉପରା ସ୍କୁଲରେ ମୁଁ ପୂର୍ବତନ ଛାତ୍ର 1967 ମସିହା। ସର୍ବପ୍ରଥମେ ମୁଁ BBTV ଓଡ଼ିଆକୁ ସ୍ୱାଗତ ଜଣାଉଛି ଏବଂ ସାଧୁବାଦ ଜଣାଉଛି। ସେ ଘରେ ଘରେ ଗାଁ ଗାଁ ପହଞ୍ଚି ଆମମାନଙ୍କ ଗାଁର ବିବରଣୀକୁ ପ୍ରଚାର ପ୍ରସାର କରୁଥିବାରୁ ଆଜି ବଡ଼ ଖୁସିର ଦିନ। ମୋ ପୁରୁଣା ସ୍କୁଲରେ ବିବେକାନନ୍ଦଙ୍କର ମୂର୍ତ୍ତିକୁ ଉନ୍ମୋଚନ କରିଥିବାରୁ ଶ୍ରୀଯୁକ୍ତ କୃପାସିନ୍ଧୁ ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ତଥା ତାଙ୍କ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମାଧ୍ୟମରେ ଏବଂ ପିଲାମାନଙ୍କ ମାଧ୍ୟମରେ ଏହା ଅତି ସ୍ମରଣୀୟ। ଯେଉଁଦିନ ପିଲାମାନଙ୍କର ଖଡ଼ିଛୁଆ ଉତ୍ସବ ହୋଇଥିଲା ସେହିଦିନ ଆମର 4/4/2026 ଥିଲା। ସେହିଦିନ ଆମେ ଏଠି ପ୍ରଭୁଙ୍କର ମୂର୍ତ୍ତି ସ୍ୱାମୀ ବିବେକାନନ୍ଦଙ୍କର ମୂର୍ତ୍ତି ସ୍ଥାପନ କରିଥିଲୁ। ଆଜି ତାକୁ ଆନୁଷ୍ଠାନିକ ଭାବେ ଇନାଗୁରେସନ୍ କଲୁ। ପ୍ରଭୁ ରାମକୃଷ୍ଣ, ମା ଶାରଦା ଏବଂ ସ୍ୱାମୀ ବିବେକାନନ୍ଦ ଏହି ସ୍କୁଲକୁ, ଏ ସ୍କୁଲର ସମସ୍ତ ଷ୍ଟାଫଙ୍କୁ, ପିଲାମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ଏ ପିଲାମାନଙ୍କର ଉତ୍ତରୋତ୍ତର ଉନ୍ନତି ହେଉ, ଏହା ହିଁ ମା ଦକ୍ଷିଣକାଳୀଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା। ଏହି ଭୋଦର UP ସ୍କୁଲରେ ଗୋପବନ୍ଧୁଙ୍କ ମୂର୍ତ୍ତି 15/8/1999 ମସିହାରେ ମୋର ନିଜର ସହାୟତାରେ ଏ ମୂର୍ତ୍ତି ପ୍ରଦାନ କରାଯାଇଥିଲା। ପୂର୍ବତନ ଆମର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଘନଶ୍ୟାମ ସ୍ୱାଇଁ ଯେ ଆଜି ସ୍ୱର୍ଗବାସରେ, ସେ ଏହାକୁ ଇନାଗୁରେସନ୍ କରିଥିଲେ ଏବଂ ପୂର୍ବତନ ସରପଞ୍ଚ ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ରହିଥିଲେ ଏବଂ ସେତେବେଳର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ ବାରିକ, ଯିଏକି ବର୍ତ୍ତମାନ ସ୍ୱର୍ଗାରୋହଣ କରିଛନ୍ତି, ସେ ମଧ୍ୟ ଉପସ୍ଥିତ ରହିଥିଲେ। ତାଙ୍କ ଗରିମାମୟ ଉପସ୍ଥିତି ଏବଂ ପ୍ରଭୁ ଆମର ମହାପୁରୁଷ ଗୋପବନ୍ଧୁଙ୍କର ଅନିତ୍ୟ ଦାନ ଏବଂ ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ଏହାଠି ଆମ ଅନୁଷ୍ଠାନରେ ଗୋପବନ୍ଧୁଙ୍କ ପରିବେଶ ଖେଳିଯାଇଛି ଏବଂ ମୋର ଗୁରୁଦେବ ସ୍ୱାମୀ ଗୌତମାନନ୍ଦଜୀଙ୍କୁ ମଧ୍ୟ ମୁଁ ଅନନ୍ତ କୋଟି ପ୍ରଣାମ ଜଣାଉଛି। କାରଣ ମୁଁ ରାମକୃଷ୍ଣଙ୍କର ଜଣେ ଶିଷ୍ୟ ଏବଂ ବିବେକାନନ୍ଦଙ୍କର ମୂର୍ତ୍ତି ଆଜି ଉନ୍ମୋଚନ କରି ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି ଏବଂ କୃପାସିନ୍ଧୁ ସାର୍ ପ୍ରଧାନ ଶିକ୍ଷକଙ୍କୁ ମୋ ଗଭୀରତମ ଅନ୍ତର ପ୍ରଦେଶରୁ ମୁଁ ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଛି। ତାଙ୍କ ପିଲାମାନଙ୍କର ଉନ୍ନତି ହେଉ, ତାଙ୍କ ସ୍କୁଲର ଉନ୍ନତି ହେଉ, ତାଙ୍କ ସ୍କୁଲରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଉନ୍ନତି ହେଉ, ଏହା ହିଁ ମୋର କାମନା। ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୋଦରର ଆଜି ଗୋଟେ ଗର୍ବ ଆଉ ଗୌରବର ଦିନ। ବିବେକାନନ୍ଦଙ୍କ ସ୍ମୃତି ମଣ୍ଡପ ଉନ୍ମୋଚନ କରାଯାଇଛି। ପୁରାତନ ଛାତ୍ର, ଏ ଗ୍ରାମର ବାସିନ୍ଦା ତଥା କେନ୍ଦ୍ର ରାଜସ୍ୱ ଆୟୁକ୍ତ ଅବସରପ୍ରାପ୍ତ ଅଟନ୍ତି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦଳେଇ, ତାଙ୍କ ଅନୁଦାନରେ ଆଜି ଏହି ବିଶ୍ୱବିଜୟୀ ବିବେକାନନ୍ଦଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିପାଇଁ ଆମେ ସମସ୍ତେ ତାଙ୍କ ନିକଟରେ ଚିର ଋଣୀ ରହିବୁ। ଯାହା ହେଉ, ବିବେକାନନ୍ଦଙ୍କର ସ୍ମୃତି ଚାରଣ କରିବା ପାଇଁ ସେ ଆଜି ଆମ ନିକଟରେ ଉପସ୍ଥିତ ଅଛନ୍ତି ଏବଂ ତାଙ୍କ ସ୍ମୃତିକୁ ମନେ ରଖିବା ପାଇଁ, ବିବେକାନନ୍ଦଙ୍କ ସ୍ମୃତିକୁ ମନେ ରଖିବା ପାଇଁ ସେ ସବୁବେଳେ ଆମକୁ ଚେତାଇ ଦିଅନ୍ତି ଏବଂ ଭଗବାନ ତାଙ୍କୁ ଚିରଞ୍ଜୀବୀ କରନ୍ତୁ। ଏ ସ୍ମୃତି ମଣ୍ଡପ ସବୁଦିନ ପାଇଁ ଜାଜ୍ୱଲ୍ୟମାନ ହୋଇ ରହିଥାଉ। ଏତିକି କହି ବକ୍ତବ୍ୟ